ପ୍ରିୟ ଆତ୍ମନ୍, ଜଣେ ସନ୍ନ୍ୟାସୀ ସଦ୍ଗୁରୁଦେବଙ୍କୁ ପ୍ରଶ୍ନ କଲେ, ଗୃହସ୍ଥମାନେ ବଡ଼ ନା ସାଧୁ? ମୁନିମାନେ ଗୃହସ୍ଥ ଥିଲେ କି? ମୁନିମାନେ ବିବାହିତ ଥିଲେ କି? ସଦ୍ଗୁରୁଦେବ, ସନ୍ନ୍ୟାସୀ ମହାଶୟ ମୋ ଉପରେ ଏଇଥିପାଇଁ ରୁଷ୍ଟ ହୋଇଛନ୍ତି ଯେ ଆମ୍ଭେ ଗୃହସ୍ଥମାନଙ୍କୁ ବା ବିବାହିତ ଯୋଗୀମାନଙ୍କୁ ଶ୍ରେଷ୍ଠ ମାନୁ। ସନ୍ନ୍ୟାସୀ ମହାଶୟ ମୋ ଉପରେ ଏଇଥିପାଇଁ ରୁଷ୍ଟ ଯେ ଆମ୍ଭେ ଗୃହସ୍ଥମାନଙ୍କୁ ଶ୍ରେଷ୍ଠ ମାନି ସାଧୁମାନଙ୍କୁ ମଧ୍ୟ ଗୃହସ୍ଥ କରିବାକୁ ଚାହୁଁ। ସନ୍ନ୍ୟାସୀଜୀ, ଆମ୍ଭ ଉପରେ ଦୋଷାରୋପଣ କରିବା ଓ ଏହା କହିବା ଯେ ଆମ୍ଭେ ପକ୍ଷପାତ ଯୋଗୁଁ ଗୃହସ୍ଥମାନଙ୍କୁ ମହତ୍ତ୍ୱ ଦେଉଛୁ, କାରଣ ଆମ୍ଭେ ଗୃହସ୍ଥ ବହୁତ ବ୍ୟର୍ଥ। ସନ୍ନ୍ୟାସୀମାନେ ବା ଅବିବାହିତ ସାଧୁମାନେ ସ୍ୱୟଂ ବିବାହିତର ଉପାସନା ଓ ପୂଜା କରି ଗୃହସ୍ଥାଶ୍ରମକୁ ମହତ୍ତ୍ୱ ଦେଇଛନ୍ତି। ଅବିବାହିତା ସାଧୁ ସନ୍ନ୍ୟାସୀ ସ୍ୱୟଂ ନିଜକୁ ଦାସ ମାନି ବିବାହିତ ଗୃହସ୍ଥମାନଙ୍କୁ ସ୍ୱାମୀ ଓ ଭଗବାନ ମାନୁଛନ୍ତି। ରାତି ଦିନ ବିବାହିତ ଗୃହସ୍ଥମାନଙ୍କର ହିଁ ସେବା ପୂଜା କରୁଛନ୍ତି, ତଥାପି ଦୋଷ ଆମ୍ଭକୁ ଦେଉଛନ୍ତି। କ'ଣ ପାଇଁ ସନ୍ନ୍ୟାସୀଜୀ, ଆପଣ ଯେଉଁ ରାମଚନ୍ଦ୍ରଙ୍କ ସେବା ପୂଜା ଓ ଉପାସନା କରୁଛନ୍ତି ସେ ବିବାହିତ ଥିଲେ ନା ଅବିବାହିତ? ସେ ଗୃହସ୍ଥ ଥିଲେ ନା ସନ୍ନ୍ୟାସୀ? ସେ ସ୍ତ୍ରୀବାନ ଥିଲେ ନା ଆପଣଙ୍କ ପରି ସ୍ତ୍ରୀହୀନ? କ'ଣ ଆପଣଙ୍କୁ ଜଣାନାହିଁ ଯେ ଆପଣ ଯାହାକୁ ମହତ୍ତ୍ୱ ଦେଇଛନ୍ତି, ଆପଣ ଯାହାକୁ ଭଗବାନ ମାନୁଛନ୍ତି, ଯାହାକୁ ସମସ୍ତଙ୍କ ଠାରୁ ବଡ଼ ମାନୁଛନ୍ତି, ସେହି ରାମଚନ୍ଦ୍ର, ଶ୍ରୀକୃଷ୍ଣ, ଶ୍ରୀ ବିଷ୍ଣୁ, ଶ୍ରୀ ଶିବ ସମସ୍ତେ ସ୍ତ୍ରୀବାନ ଥିଲେ, ସମସ୍ତେ ବିବାହିତ ଥିଲେ ଏବଂ ସମସ୍ତେ ଏହି ଅର୍ଥରେ ଗୃହସ୍ଥ ଥିଲେ। ଗୃହସ୍ଥ ହିଁ ପ୍ରକୃତ ସ୍ୱାମୀ, ଅନ୍ୟର ନହେଲେ ବି ନିଜର ସ୍ତ୍ରୀର ସ୍ୱାମୀ, ନିଜର ଘରର ସ୍ୱାମୀ। କିନ୍ତୁ ଆପଣ କାହାର ସ୍ୱାମୀ? ଆପଣଙ୍କ ଜମି, ଜାଗା, ମଠ ଓ ମନ୍ଦିର ସବୁ ଠାକୁରଜୀଙ୍କ ନାମରେ ଅଛି। ସମସ୍ତଙ୍କ ସ୍ୱାମୀ ଠାକୁରଜୀ ଅଟନ୍ତି। ଆପଣ ନିଜକୁ ସ୍ୱାମୀ ମାନିବା ବ୍ୟର୍ଥ ଅଟେ। ଆପଣ ସ୍ୱାମୀ ନୁହନ୍ତି, ଦାସ ଅଟନ୍ତି। ସ୍ୱାମୀ, ମାଲିକ ଓ ଭଗବାନ ସମସ୍ତେ ଗୃହସ୍ଥ। ଆପଣମାନେ ସ୍ୱୟଂ ନିଜକୁ ଦାସ ମାନି ନିଜର ସ୍ୱାମୀ ଗୃହସ୍ଥମାନଙ୍କୁ ମାନି ଗୃହସ୍ଥମାନଙ୍କୁ ମହତ୍ତ୍ୱ ଦେଇଛନ୍ତି। ଏହା ଉପରେ ଆପଣ ସ୍ୱୟଂ ନିଷ୍ପକ୍ଷ ହୋଇ ବିଚାର କରନ୍ତୁ ଯେ ଭୁଲ କାହାର। ଆପଣ ସ୍ୱାମୀ ବୋଲାଇ ମଧ୍ୟ କାହାରି ସ୍ୱାମୀ ନୁହନ୍ତି ଏବଂ ଗୃହସ୍ଥ ସ୍ୱାମୀ ନ ବୋଲାଇ ମଧ୍ୟ ଅନେକଙ୍କ ସ୍ୱାମୀ। ଏବେ ଆପଣ ବୁଝନ୍ତୁ, ଯେଉଁ ସ୍ୱାମୀ ହୋଇଥିବା ଯୋଗୁଁ ସାଧୁ ସନ୍ନ୍ୟାସୀ ନିଜକୁ ବଡ଼ ଭାବୁଛନ୍ତି, ସେହି ସ୍ୱାମିତ୍ୱ ତାଙ୍କଠାରେ ଅଛି ନା ଗୃହସ୍ଥମାନଙ୍କଠାରେ ଅଛି? ସାଧୁ ଓ ସନ୍ନ୍ୟାସୀମାନଙ୍କ ଭିତରେ ତ ଦାସତ୍ୟା, ହୀନତା, ଗୋଲାମୀ ଓ ଭିକ ମାଗୁଣି ବିରାଜେ। ଗୃହସ୍ଥ ଆଗରେ ସେମାନଙ୍କର କି ମହତ୍ତ୍ୱ ଅଛି? ଜଣେ ଆର୍ଯ୍ୟ ସମାଜୀ ସ୍ୱାମୀ ତ ରାମଚନ୍ଦ୍ରାଦିଙ୍କ ସେବା କରନ୍ତି ନାହିଁ। ସେମାନେ ତ ସ୍ୱାମୀ ଅଟନ୍ତି। ସଦ୍ଗୁରୁଦେବ, ଆର୍ଯ୍ୟ ସମାଜୀ ସ୍ୱାମୀ ବି କାହାର ସ୍ୱାମୀ? ଆର୍ଯ୍ୟ ସମାଜୀ ସ୍ୱାମୀ ବି ନା ସ୍ତ୍ରୀର ସ୍ୱାମୀ, ନା ଘରର ସ୍ୱାମୀ, ନା ବାଳକଙ୍କ ସ୍ୱାମୀ, ନା ଜାଗା ଜମିଦାର ଏବଂ କ୍ଷେତ ବାଡ଼ିର ସ୍ୱାମୀ। ପୁଣି ସ୍ୱାମୀ କିପରି? ଦାସ ଅବଶ୍ୟ ଅଟନ୍ତି, ନିରାକାର ଓ ସିଂହ, ନାକ କାନ ନଥିବା ଭଗବାନର। ଆମ୍ଭର ସ୍ୱାମୀଜୀ କହିଛନ୍ତି ଯେ ପରଶୁରାମଜୀ ଓ ସୁଖଦେବଜୀ ଆଦି ତ ଅବିବାହିତ ଥିଲେ। ସଦ୍ଗୁରୁଦେବ, ସନ୍ନ୍ୟାସୀଜୀ, ମୁଁ ଆପଣଙ୍କୁ ପଚାରୁଛି, ସେବା ପୂଜା ଉପାସନା କାହାର କରୁଛନ୍ତି? ବିବାହିତ ରାମଙ୍କ ନା ଅବିବାହିତ ପରଶୁରାମଙ୍କ? ବିବାହିତ ରାମଙ୍କ ଖାଲି ଆପଣ ହିଁ ନୁହନ୍ତି, ସମଗ୍ର ଭାରତବର୍ଷରେ ହିଁ ବିବାହିତ ରାମଙ୍କର ଉପାସନା ହେଉଛି। ବିବାହିତ ରାମଙ୍କ ହଜାର ମନ୍ଦିର ଅଛି, ପରଶୁରାମଙ୍କ ନାହିଁ। ରାମାୟଣ ମହତ୍ତ୍ୱ ବିବାହିତ ରାମଙ୍କୁ ଦେଇଛି, ପରଶୁରାମଙ୍କୁ ନୁହେଁ। ପରଶୁରାମ ସ୍ୱୟଂ ବିବାହିତ ରାମଙ୍କୁ ମହତ୍ତ୍ୱ ଦେଇ ନିଜ ସ୍ଥାନକୁ ଗଲେ। ସବୁଠାରୁ ବଡ଼ ଯୋଗୀ, ଯାହାଙ୍କ ପୂଜା ସବୁ ସାଧୁ କରନ୍ତି, ସେ ଶିବଜୀ ବି ବିବାହିତ। ହଁ, ସ୍ୱାମୀଜୀ ମହାରାଜ ବ୍ୟାସଙ୍କ ନାମ ନ ନେଇ ସୁଖଦେବଙ୍କ ନାମ ନେଇଛନ୍ତି। କିନ୍ତୁ ସୁଖଦେବଙ୍କ ଜନ୍ମ ହିଁ ହୋଇନଥାନ୍ତା ଯଦି ତାଙ୍କର ବାପା ବି ସ୍ତ୍ରୀହୀନ ହୋଇଥାନ୍ତେ।
ଆପଣ ଅଧିକ ସୁଖଦେବଙ୍କୁ ମାନନ୍ତି ନା ବ୍ୟାସଦେବଙ୍କୁ? ଆଉ ଶୁଣନ୍ତୁ, ଯେଉଁ ଅବସ୍ଥାରେ ସୁଖଦେବ ଅବିବାହିତ ଥିଲେ ସେହି ଅବସ୍ଥାରେ, ସେହିପରି ବାଲ୍ୟ ଅବସ୍ଥାରେ ତ ସମସ୍ତେ ଅବିବାହିତ ରହିବା ଉଚିତ। ଯାହା ବି ହଉ, କିଏ କରୁ କି ନ କରୁ, ଯାହା ଅପ୍ରାକୃତିକ ଓ ଅସ୍ୱାଭାବିକ ତାହା କେହି କରିବା ବା ନ କରିବା ସ୍ୱାଭାବିକ ହୋଇନପାରେ। ଯୁବ ଅବସ୍ଥାରେ ସ୍ତ୍ରୀ ସଙ୍ଗ ନ କରିବା ଅସ୍ୱାଭାବିକ ଅଟେ। ଏବେକାର ଲକ୍ଷେ ଏମିତି ସାଧୁ ଅଛନ୍ତି ଯେଉଁମାନେ ନିଜକୁ ବାଳ ବ୍ରହ୍ମଚାରୀ କହୁଛନ୍ତି, କିନ୍ତୁ ଆପଣ ଯାଇ ଦେଖନ୍ତୁ, ଆପଣ ପ୍ରକୃତରେ କହିପାରିବେ ଯେ ସେମାନେ ବାଳ ବ୍ରହ୍ମଚାରୀ ନା ବାଳ ବ୍ୟଭିଚାରୀ। ପାଣି ପିଇବେ ଓ ପରିସ୍ରା କରିବେ ନାହିଁ, ଏହା ହୋଇନପାରେ। ଭୋଜନ କରିବେ ଆଉ ପାଇଖାନା ଯିବେ ନାହିଁ, ଏହା ମଧ୍ୟ ହୋଇନପାରେ। ଏହା ସତ କଥା, ଆପଣ ମାନନ୍ତୁ କି ନ ମାନନ୍ତୁ। ପିଲାବେଳେ ଘର ଲୋକଙ୍କ ଉପରେ ରୁଷ୍ଟ ହୋଇ ସନ୍ନ୍ୟାସୀ, ବୈରାଗୀ ଓ ସାଧୁ ହୋଇଯାଉଛନ୍ତି, କିନ୍ତୁ ପାରୁନାହାନ୍ତି। ଯୁବକ ହେଲେ ଗୋଟିଏ ନୁହେଁ ଅନେକ ସ୍ତ୍ରୀ ରଖି ନେଉଛନ୍ତି। ଅବଶ୍ୟ ଏମାନେ ନିଜର ସ୍ତ୍ରୀକୁ ସ୍ତ୍ରୀ ନ କହି ଦାସୀ କହୁଛନ୍ତି। ଗୃହସ୍ଥ ସମସ୍ତଙ୍କ ଆଗରେ ବିବାହ କରି ସମସ୍ତଙ୍କ ଜାଣତରେ ପ୍ରକାଶ୍ୟରେ ସ୍ତ୍ରୀ ରଖୁଛନ୍ତି, ଆଉ ଏମାନେ ଲୁଚାଇ ରଖୁଛନ୍ତି। ଏବେ ଆପଣ ହିଁ କୁହନ୍ତୁ, ପ୍ରକାଶ୍ୟରେ ବିବାହ କରି ସ୍ତ୍ରୀ ରଖିବା ଲୋକ ବଡ଼ ନା ଚୋରିରେ ରଖିବା ଚୋର ବଡ଼? ସାଧୁମାନଙ୍କ ଠାରୁ ଗୃହସ୍ଥ ବଡ଼ ହିଁ ନୁହେଁ, ସାଧୁମାନଙ୍କର ବାପା ବି ଅଟେ। ଯେତେ ସାଧୁ ଅଛନ୍ତି ସମସ୍ତଙ୍କୁ ଗୃହସ୍ଥମାନେ ଜନ୍ମ ଦେଇଛନ୍ତି। ସ୍ତ୍ରୀ ଥିବା ଲୋକମାନେ ଜନ୍ମ ଦେଇଛନ୍ତି, ବିନା ସ୍ତ୍ରୀରେ ଥିବା ସାଧୁମାନେ ନୁହନ୍ତି। ଗୃହସ୍ଥମାନେ ନଥାନ୍ତେ ତ ସାଧୁମାନେ ଜନ୍ମ ହିଁ ନେଇନଥାନ୍ତେ। ଯାହା ଭଲ କାମ ତାହା ସମସ୍ତେ କରିବା ଉଚିତ। ଅବିବାହିତ ବା ସ୍ତ୍ରୀହୀନ ସାଧୁ ହେବା ଭଲ ଅଟେ ତ ସମସ୍ତେ କରିବା ଉଚିତ। ଆପଣ ହିଁ କୁହନ୍ତୁ, ଯଦି ଆଜି ସମସ୍ତେ ଏହିପରି ସାଧୁ ହୋଇଯିବେ, ତେବେ ସଂସାର ହିଁ ଲୋପ ହୋଇଯିବ। ଗୃହସ୍ଥମାନଙ୍କ ଅନ୍ନ ଖାଇ, ଗୃହସ୍ଥମାନଙ୍କର ରୋଜଗାର ଖାଇ ସାଧୁ ସନ୍ନ୍ୟାସୀ ନିଜର ପେଟ ପୋଷଣ କରୁଛନ୍ତି ଏବଂ ତା ବଦଳରେ ସେମାନଙ୍କ ପିଲାମାନଙ୍କୁ ଶିଖାଉଛନ୍ତି ଯେ ସାଧୁ ହୋଇଯାଅ, ଗୃହସ୍ଥିର ଜଞ୍ଜାଳରୁ ବାହାରି ସନ୍ନ୍ୟାସୀ ହୋଇଯାଅ। ଏହା କ'ଣ ଉଚିତ ଅଟେ? ଲକ୍ଷ ଲକ୍ଷ ମୁନି ଯଦି ବିବାହିତ ଓ ସ୍ତ୍ରୀଯୁକ୍ତ ହୋଇ ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି କରିପାରିଛନ୍ତି, ତେବେ ଆପଣ ଗୃହସ୍ଥାଶ୍ରମ ଛାଡ଼ିବାର ଆବଶ୍ୟକତା କ'ଣ? ଆଜି ଲକ୍ଷ ଲକ୍ଷ ସାଧୁ ଗୃହସ୍ଥାଶ୍ରମ ଛାଡ଼ି କିଛି ବି ଉନ୍ନତି କରିପାରି ନାହାନ୍ତି, କିନ୍ତୁ ଗୋଟିଏ ନୀଚ ଶ୍ରେଣୀର ଆଦର୍ଶ ସଂସାର ମଧ୍ୟରେ ଛିଡ଼ା କରି ସଂସାର ପାଇଁ ବୋଝ ପରି ହୋଇ ରହିଛନ୍ତି। ସାଧୁ ହୋଇ ଗୃହସ୍ଥୀ ଛାଡ଼ି ଗୃହସ୍ଥମାନଙ୍କ ଠାରୁ ଅଧିକ ଏତିକି ମାତ୍ର କରୁଛନ୍ତି ଯେ ଗଞ୍ଜେଇ, ଭାଙ୍ଗ ଓ ନିଶାଦ୍ରବ୍ୟ ଖାଉଛନ୍ତି, ଭିକ ମାଗୁଛନ୍ତି ଓ ପର ସ୍ତ୍ରୀ ସହ ସମ୍ବନ୍ଧ ରଖୁଛନ୍ତି। କୌଣସି ଗୋଟିଏ ମୁନି କିଛି କାରଣବଶତଃ ପ୍ରତ୍ୟକ୍ଷରେ ବିବାହ କରିନାହିଁ ତ ଆପଣଙ୍କ ଗଣାବଛା ଜଣେ 2 ଜଣ ମୁନିଙ୍କ ନାମ ତ ମନେ ଅଛି, କିନ୍ତୁ ଲକ୍ଷ ଲକ୍ଷ ଶ୍ରେଷ୍ଠ ମୁନି ଓ ଦେବତାମାନଙ୍କୁ ଭୁଲି ଯାଇଛନ୍ତି ଯେଉଁମାନେ ବିବାହିତ ଥିଲେ। ବିବାହ ନ କରିବା ଯଦି ଶ୍ରେଷ୍ଠ ହୋଇଥାନ୍ତା, ତେବେ ଯୋଗେଶ୍ୱର, ମହାଦେବ, ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ଆଦି ସମସ୍ତେ ବିବାହ ନ କରିବାର ଆଦର୍ଶ ସ୍ଥାପନା କରିଥାନ୍ତେ, କିନ୍ତୁ ଏପରି ହୋଇନାହିଁ। ସେମାନେ ବିବାହ କରି ବିବାହିତ ହେବାର ଆଦର୍ଶ ପ୍ରତିଷ୍ଠା କରିଛନ୍ତି ଏବଂ ଏହା ଆମେ ମଧ୍ୟ କରୁଛୁ। ଯଦି ଆମ୍ଭେ ସ୍ୱୟଂ ବିବାହ ନ କରି ଏହି କଥା ଲୋକଙ୍କୁ କହିଥାନ୍ତୁ, ଯାହା କହୁଛୁ ଯେ ଯୁବାବସ୍ଥାରେ ବିବାହିତ ହେବା ସ୍ୱାଭାବିକ, ତେବେ ଲୋକେ ଆମ୍ଭର ହିଁ ଉଦାହରଣ ଦେଇ ଏହାର ଖଣ୍ଡନ କରନ୍ତେ। କହନ୍ତେ କି ସ୍ତ୍ରୀ ଥିବା ଲୋକ ଯଦି ଯୋଗ କରିପାରୁଥାନ୍ତେ, ତେବେ ଆପଣ ବି ଗୁରୁଦେବ ବିବାହ କରିଥାନ୍ତେ। ନିଜର ସିଦ୍ଧାନ୍ତ ଅନୁସାରେ ସ୍ୱୟଂ ବି ଚାଲିବା ଆବଶ୍ୟକ। କଥନୀ ଗୋଟେ ଓ କରଣୀ ଗୋଟେ, ଏହା ନୀଚମାନଙ୍କର କାମ। ଅସତ୍ୟର ଖଣ୍ଡନ ହିଁ ସତ୍ୟର ନିରୂପଣ। ଅପରାଧୀମାନଙ୍କୁ ମାରିବା ହିଁ ସାଧୁମାନଙ୍କୁ ବଞ୍ଚାଇବା। ମିଥ୍ୟାବାଦୀମାନଙ୍କର ମିଥ୍ୟାର ନିନ୍ଦା ହିଁ ସତ୍ୟବାଦୀମାନଙ୍କର ଓ ସତ୍ୟର ପ୍ରଶଂସା। ରାମ ଓ କୃଷ୍ଣ
ଆଜୀବନ ନିଜର ବିରୋଧୀମାନଙ୍କର ସଂହାର କରିବାରେ ଲାଗିଥିଲେ। ସ୍ୱାମୀ ଶଙ୍କରାଚାର୍ଯ୍ୟ ମଧ୍ୟ ଆଜୀବନ ନିଜ ବିରୋଧୀମାନଙ୍କର ଖଣ୍ଡନ କରିବାରେ ଲାଗିଥିଲେ। ଶଙ୍କର ଦିଗ୍ବିଜୟ ନାମକ ପୁସ୍ତକକୁ ଦେଖନ୍ତୁ। ପୁରୁଣା ଭଗ୍ନ ଅଟ୍ଟାଳିକାକୁ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆନଯିବ, ତା ସ୍ଥାନରେ ନୂତନ ଅଟ୍ଟାଳିକା ନିର୍ମାଣ କରାଯାଇପାରିବ କିପରି? କୃଷକ କେବଳ ବୁଣେନା, ପରିଷ୍କାର ମଧ୍ୟ କରେ। ନିଜର ସୁଅନ୍ନ ପ୍ରଦାତା ଯେପର୍ଯ୍ୟନ୍ତ କ୍ଷେତରୁ ଘାସ ପତ୍ର କାଢ଼ି ପରିଷ୍କାର କରି ଖଳି ଓ କାଟି ଫିଙ୍ଗି ନ ଦେଇଛି, ସେ ପର୍ଯ୍ୟନ୍ତ ଖାଲି ବୁଣୁଥିଲେ କିଛି ହେବ ନାହିଁ। କ୍ଷେତରେ ବିହନ ବୁଣିବା ପୂର୍ବରୁ ତାକୁ କୋଦାଳରେ ହାଣିବା କିମ୍ବା ହଳ କରିବା ଉଚିତ। କୃଷ୍ଣ କିମ୍ବା କୌଣସି ମହାତ୍ମା ରାଜା କିମ୍ବା କୌଣସି ଅବତାରୀ ପୁରୁଷ ସାଧୁମାନଙ୍କ ରକ୍ଷା ନିମନ୍ତେ କେବଳ ଆସିନଥିଲେ, କିନ୍ତୁ ଦୁଷ୍ଟମାନଙ୍କର ସଂହାର କରିବା ମଧ୍ୟ ତାଙ୍କର ଦାୟିତ୍ୱ ଥିଲା। ସତ୍ୟର କେବଳ ମଣ୍ଡନ ଦ୍ୱାରା ସତ୍ୟର ପ୍ରଚାର ହୋଇପାରିବ ନାହିଁ, ଯେପର୍ଯ୍ୟନ୍ତ ଅସତ୍ୟର ଖଣ୍ଡନ କରା ନ ହୋଇଛି। ପତି ପାଳନ ଓ ସଂହାର ତିନୋଟିର ଆବଶ୍ୟକତା ଅଛି। ଏହା ଉପରେ ନିଷ୍ପକ୍ଷ ଭାବରେ ବିଚାର କରନ୍ତୁ। ଯେପର୍ଯ୍ୟନ୍ତ ଆପଣ ଏହି କଥା ଉପରେ ନିଷ୍ପକ୍ଷ ହୋଇ ଅଧିକ ବିଚାର ଓ ମନନ କରିନାହାନ୍ତି, ସେ ପର୍ଯ୍ୟନ୍ତ ପ୍ରଶ୍ନ ଉତ୍ତରରେ କିଛି ଲାଭ ନାହିଁ। ମୁଣ୍ଡି ସାଧୁ ସନ୍ନ୍ୟାସୀ ପୂର୍ବେ ନଥିଲେ। ସର୍ବପ୍ରଥମେ ବୌଦ୍ଧ ଭିକ୍ଷୁ ମୁଣ୍ଡି ହେବାକୁ ଲାଗିଲେ ଓ ସେମାନଙ୍କ ଦେଖାଦେଖି ସନ୍ନ୍ୟାସୀମାନେ ମଧ୍ୟ ମୁଣ୍ଡି ହେବାକୁ ଲାଗିଲେ। ବୌଦ୍ଧ ଭିକ୍ଷୁମାନଙ୍କ ପୂର୍ବରୁ ମୁନି ଋଷିମାନେ କୃଷି କରୁଥିଲେ, ଭିକ୍ଷା କରି ଜୀବିକା ନିର୍ବାହ କରୁନଥିଲେ କିମ୍ବା ମୁଣ୍ଡ ମୁଣ୍ଡନ କରୁନଥିଲେ, କେଶ ଓ ଜଟା ନିଶ୍ଚୟ ରଖୁଥିଲେ। ଶ୍ରୀକୃଷ୍ଣ ସମୟ ପର୍ଯ୍ୟନ୍ତ ସନ୍ନ୍ୟାସୀର ଅର୍ଥ ଆଜିକାଲି ଯେପରି କରାଯାଇଛି ସେପରି ନଥିଲା। ଶ୍ରୀକୃଷ୍ଣ କହିଛନ୍ତି, ଯାହା ଆପଣ ଭିଡ଼ିଓରେ ଦେଖିପାରୁଥିବେ, ଏହି ଶ୍ଳୋକର ଅର୍ଥ ହେଉଛି ଯେ କର୍ମ ଫଳର ଆଶା ନ ରଖି କର୍ମ କରେ, ସେ ହିଁ ସନ୍ନ୍ୟାସୀ ଓ ଯୋଗୀ। ଅକ୍ରିୟ ଓ ନିରଗ୍ନି ବ୍ୟକ୍ତି ସନ୍ନ୍ୟାସୀ ଓ ଯୋଗୀ ନୁହେଁ। ଆମ୍ଭର ବସ୍ତ୍ରକୁ ଆପଣ କ'ଣ କହୁଛନ୍ତି? ଆମ୍ଭେ ସନ୍ନ୍ୟାସୀମାନଙ୍କ ପରି ବସ୍ତ୍ର ପିନ୍ଧି ନାହୁଁ। ଆମ୍ଭର ବସ୍ତ୍ର ରଙ୍ଗ ତ ବିବାହ କାଳରେ ବା ଗୃହସ୍ଥାଶ୍ରମରେ ପ୍ରବେଶ କାଳରେ ପିନ୍ଧା ଯାଉଥିବା ବସ୍ତ୍ର ପରିର ରଙ୍ଗ। ଆମ୍ଭର ବସ୍ତ୍ରର ରଙ୍ଗ ଗୈରିକ ନୁହେଁ, କୈଶରିକ। ସନ୍ନ୍ୟାସୀମାନେ ଗୈରିକ ବସ୍ତ୍ର ପରିଧାନ କରନ୍ତି। ସନ୍ନ୍ୟାସୀମାନେ ଯେମିତି ଧୋତି ପିନ୍ଧନ୍ତି, ଆମ୍ଭେ ସେମିତି ପିନ୍ଧି ନାହୁଁ। କେତେବେଳେ କେଶ ଧାରଣ କରୁ ତ କେତେବେଳେ କଟାଇ ଦଉ। ସନ୍ନ୍ୟାସୀମାନେ ଶିଖା ଓ ଯଜ୍ଞ ପବିତ ଧାରଣ କରନ୍ତି ନାହିଁ, ଆମ୍ଭେ ଧାରଣ କରିଛୁ। ଆମ୍ଭେ କେବେ ସାଧୁ ହେବାର ଚେଷ୍ଟା କରିନାହୁଁ। ସାଧୁମାନଙ୍କର ବେଶଭୂଷା ଆମ୍ଭ ପରି ନୁହେଁ। ତିରଙ୍ଗା ପତାକାର ଧଳା ରଙ୍ଗ ଖ୍ରୀଷ୍ଟିଆନମାନଙ୍କ ପାଇଁ, ସବୁଜ ମୁସଲମାନ ଓ କେଶରୀ ରଙ୍ଗ ସନାତନୀ ଧର୍ମ ବା ହିନ୍ଦୁମାନଙ୍କ ପାଇଁ। ପ୍ରାଚୀନ ମୁନି ଋଷିଗଣ ଏହି ରଙ୍ଗର ବସ୍ତ୍ର ପରିଧାନ କରୁଥିଲେ। କେଶରୀ ରଙ୍ଗ ସୂର୍ଯ୍ୟୋଦୟ କାଳୀନ ରଙ୍ଗର ସମାନ। ଆତ୍ମଜ୍ଞାନର ସୂର୍ଯ୍ୟ ଯେଉଁ ଶରୀରରେ ଉଦୟ ହୋଇଯାଇଛି, ତାହା ସେହିପରି ବସ୍ତ୍ର ଧାରଣ କରିବା ଉଚିତ। ଜ୍ଞାନୀମାନଙ୍କ ମନକୁ ଏହି ରଙ୍ଗ ଅଧିକ ପସନ୍ଦ ଆସେ। ଆମ୍ଭର ଜଣେ ଶିଷ୍ୟ ରୋଗୀମାନଙ୍କ ଆଗରେ ଅନେକ ରଙ୍ଗର ଛୋଟ କନାଖଣ୍ଡ ବା କାଗଜ ଖଣ୍ଡ ଥୋଇ ରୋଗୀର ପସନ୍ଦ ପଚାରନ୍ତି। ରୋଗୀ ନିଜର ରୋଗାନୁସାରେ ରଙ୍ଗ ପସନ୍ଦ କରେ। ଆମର ସେହି ଶିଷ୍ୟ ରଙ୍ଗୀନ କନାଖଣ୍ଡମାନ ରୋଗୀର ଆଗରେ ଥୋଇ ରୋଗର ନିଦାନ କରୁଥିଲେ ଓ ସେହି ରଙ୍ଗର କନା ରୋଗିଣା ସ୍ଥାନରେ ବାନ୍ଧି କିମ୍ବା ସେହି ରଙ୍ଗର ବୋତଲରେ ଜଳ ଦେଇ ଅଥବା ସେହି ରଙ୍ଗର ଛାତ ତଳେ ରଖି ରୋଗର ଚିକିତ୍ସା କରୁଥିଲେ। ଆତ୍ମଜ୍ଞାନୀ ଏହି କେଶରୀ ରଙ୍ଗ ହିଁ ପସନ୍ଦ କରି ଆସିଛି ଏବଂ ଅଜ୍ଞାନୀ ସର୍ବଦା କଳା ରଙ୍ଗ, କାହିଁକିନା ତାହାର ମସ୍ତିଷ୍କ ଆଲୋକର ବହୁ ଦୂରରେ ଓ ଅନ୍ଧକାରରେ ପରିପୂର୍ଣ୍ଣ ଥାଏ।